ଠିକ ଅଛି। ଆମ ମଣ୍ଡଳୀର ବାଇକୁଣ୍ଡ ଭଣୀମା ମଧ୍ୟରେ ଝିଅଟି ହେଲେ ଜଣେ ବାକ୍ୟ ପଢ଼ିବାର ସାହାଯ୍ୟ କର। କାରଣ ତୁମେମାନେ ଯେପରି ପବିତ୍ର ହୁଅ, ଏହା ହିଁ ଈଶ୍ୱରଙ୍କର ଇଚ୍ଛା। ତୁମେମାନେ ଯେପରି ବ୍ୟଭିଚାରୀରୁ ଦୂର କର। କାରଣ ତୁମେମାନେ ଯେପରି ପବିତ୍ର ହୁଅ, ଏହା ହିଁ ଈଶ୍ୱରଙ୍କର ଇଚ୍ଛା। କଣ ହଉଛି ତ ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁଛୁ, କାରଣ ଈଶ୍ୱରଙ୍କର ଇଚ୍ଛା କଣ? କାରଣ ତୁମେମାନେ ଯେପରି ପବିତ୍ର ହୁଅ। କଣ ହୁଅ? ପବିତ୍ର। ପବିତ୍ର ହୁଅ, ଏହା ହିଁ ଈଶ୍ୱରଙ୍କର ଇଚ୍ଛା। ପବିତ୍ରର ବିପରୀତ ଅର୍ଥ ହଉଛି ଅପବିତ୍ରତା, ଶୁଚି ଅଶୁଚି ନାଇଁ। ତ ଏଇ ପବିତ୍ର ବିଷୟ ଆମମାନଙ୍କୁ କଣ ପାଇଁ ପରମେଶ୍ୱର କୁହନ୍ତି? କାରଣ ପରମେଶ୍ୱର ପବିତ୍ର ଅଟନ୍ତି। କେମିତି ଅଟନ୍ତି? ପବିତ୍ର ଅଟନ୍ତି। ଆଉ ସେଇ ପରମେଶ୍ୱର ଆମମାନଙ୍କୁ ମଧ୍ୟ ପବିତ୍ର ରହିବା ପାଇଁ କୁହନ୍ତି। ଆଉ ପରମେଶ୍ୱରଙ୍କ ଇଚ୍ଛା କଣ? ଆମେ ମାନେ ପବିତ୍ର ଭାବରେ ରହୁ, ପବିତ୍ର ଭାବରେ ଜୀବନ ଯାପନ କରୁ। ପବିତ୍ର କହିଲେ କଣ ହୁଏ? କେମିତି ପବିତ୍ର? ଗାଧି ବୁଲିକି ନୂଆ ବସ୍ତ୍ର ପିନ୍ଧିକି ମନ ହୃଦୟ ପବିତ୍ରତା ରଖିବା, ଆଉ ପବିତ୍ର ଜୀବନ ଯାପନ କରିବା। ଆଉ ପ୍ରଭୁଙ୍କର ଇଚ୍ଛା ଏହା ଅଟେ, ସମସ୍ତ ପାପରୁ, ସମସ୍ତ ମନ୍ଦତାରୁ, ସମସ୍ତ ପ୍ରକାର ଖରାପ ବିଷୟ ଆମମାନଙ୍କ ଠାରୁ କଣ କରିବା? ଦୂର କରିବା। ଆଉ ସେଇ ଅପବିତ୍ରତା ଜିନିଷ ଆମମାନଙ୍କ ଠାରେ ଥିଲେ ଆମର ଅପବିତ୍ର ବା ଅଶୁଚି ହୋଇକି ରହିଛି। କିନ୍ତୁ ଆମମାନଙ୍କୁ କିଏ ପବିତ୍ର କରିବେ? ସଦାପ୍ରଭୁ ପରମେଶ୍ୱର ତାଙ୍କ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ତାରେ ବିଶ୍ୱାସ କରିବା ଦ୍ୱାରା ଆଉ ଆମମାନଙ୍କର ପାପ ତାଙ୍କ ପବିତ୍ର ରକ୍ତ ଦ୍ୱାରା କଣ ହୋଇଛି? ଦୌତ ହୋଇଯାଇଛି ଆଉ ପବିତ୍ର କରାଇଛନ୍ତି। ଅର୍ଥାତ୍ ଆମମାନେ ଅଧର୍ମ ଜୀବନ ଯାପନ କରୁଥିଲେ, ବିଭିନ୍ନ ପ୍ରକାର ମନ୍ଦତା ବିଷୟରେ ଆମମାନେ ଲିପ୍ତ ଥିଲୁ, ଆଉ ଖରାପ ବିଷୟ ଆମମାନେ କରୁଥିଲୁ, ଖରାପ କାର୍ଯ୍ୟ ମନ୍ଦ କାର୍ଯ୍ୟ କରୁଥିଲୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ଆମେ ମନ ପରିବର୍ତ୍ତନ କରିବା ଦ୍ୱାରା ସମସ୍ତ କୁକର୍ମ, ଖରାପ ଅଭ୍ୟାସ ଏଇଗୁଡାକ ସବୁ ପରିତ୍ୟାଗ କରିଅଛି, ଯାହାକି ଆମମାନଙ୍କୁ ଜୀବନରେ ଅଶୁଚି କରିଥାଏ। ସେ ବିଷୟ ଗୁଡାକ ଆମେ କଣ କଲୁ? ତ୍ୟାଗ କଲୁ। ସେଟା ଆମ ନିଜ ତରଫରୁ ସେଟା ହୋଇଛି କି ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା ଆଉ ପ୍ରଭୁ ଯୀଶୁଙ୍କର ଶିକ୍ଷାକୁ ଆମେ ଜାଣିବା ଦ୍ୱାରା, ସତ୍ୟକୁ ଜ୍ଞାତ ହେବା ଦ୍ୱାରା ଆମମାନେ କଣ ପାଇଲୁ? ସ୍ୱତନ୍ତ୍ରତା ପାଇଲୁ। ଆମମାନେ ଯେ ଗୋଟେ ଗୋଟେ ମନ୍ଦ ଅଭ୍ୟାସର ଦାସତ୍ୱରେ ଥିଲୁ, ଅପବିତ୍ରତା ଜୀବନ ଯାପନ କରୁଥିଲୁ, ଆଉ ସେ ସବୁ ଆମମାନଙ୍କର ପୂର୍ବ ଜୀବନରେ ଥିଲା। ପୂର୍ବ ଜୀବନ କହିଲେ ଯେତେବେଳେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିନଥିଲୁ, ସେ ସମୟର ବିଷୟ। ଆମମାନେ ନିଜର ଇଚ୍ଛା ମୁତାବକ କାର୍ଯ୍ୟ କରୁଥିଲୁ ଆଉ ଅପବିତ୍ରତା ଭାବରେ ଜୀବନ ଯାପନ କରୁଥିଲୁ।
ଅଶୁଚି ଆମେ ମାନେ ପରିପୂର୍ଣ୍ଣ ହୋଇଥିଲୁ। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ କଟାରେ ଆମମାନେ ବିଶ୍ୱାସ କରିବା ଦ୍ୱାରା ଆମମାନଙ୍କୁ ସମସ୍ତ ପ୍ରକାର ଅଧର୍ମରୁ ଆମମାନଙ୍କୁ ପରିଷ୍କାର କଲେ। କ'ଣ କଲେ? ପରିଷ୍କାର କଲେ। ତ ସେଇ ପରିଷ୍କାର ବା ପବିତ୍ରତା ଜୀବନ ପ୍ରଭୁ ଆମମାନଙ୍କ ଠାରୁ ଚାହାନ୍ତି ହେଲା। ତେଣୁକରି ଗୋଟେ ଛୁଆକୁ ଯଦି ଆମେ ତାକୁ ଭଲକି ଗାଧେଇକି ତେଲ ସାବୁନ ଦେଇକି ନୂଆ ଡ୍ରେସ୍ ପିନ୍ଧେଇକି ତାକୁ ସେ ଯଦି ଧୂଳି ମଇଳାରେ ଖେଳିବ ତାହେଲେ ତାକୁ କ'ଣ କହିବ? ଭଲ କହିବା କି ନାଇଁ? ତାକୁ ନିହାତି ଭାବରେ ଆମେ କହିବା ତୁ ଗାଧେଇକି ସଫାସୁତୁରା ହେଇ ଆଉ ଡ୍ରେସ୍ ପିନ୍ଧିଛି ଆଉ କାହିଁକି ଏ ଧୂଳି ମଇଳାରେ କ'ଣ ହଉଛି ଖେଳୁଛି? ତ ସେଟା ଆମ ଶାରୀରିକ ଭାବରେ ଆମମାନଙ୍କ ପୋଷାକ ପତ୍ରର ସଫାସୁତୁରା ଅଟେ। କିନ୍ତୁ ପ୍ରଭୁ ଆମମାନଙ୍କୁ ଶରୀର ସଫାସୁତୁରା କରିବା ସଙ୍ଗେ ସଙ୍ଗେ ସେଟା ତ ଏମିତି ହେଲେ ବି ଆମେ ଗାଧଉଥିଲୁ, ଭଲ ଡ୍ରେସ୍ ପତ୍ର ପିନ୍ଧୁଥିଲୁ, କିନ୍ତୁ ସେଠାରେ ମନୁଷ୍ୟ ପବିତ୍ର ବା ଶୁଚି ହୁଏ। କ'ଣ ହୁଏନି? ଶୁଚି ହୁଏ। ଆଉ ତାର ଅଧର୍ମ ଯାଏ ନାହିଁ ହେଲା। ଜେରେମିୟା ପୁସ୍ତକରେ ଲେଖାଯାଏ 2:20 ବୋଧେ ଦେଖନ୍ତୁ। କୋଡ଼ିଏ ନା 22 ସେଇ ପଦରେ ଲେଖିଛି। ଜେରେମିୟା 2:22। ପ୍ରଭୁ ସଦା ପ୍ରଭୁ କହନ୍ତି ଯଦ୍ୟପି ଆପଣ ସଦାରେ ଦୌତ କର, ବହୁତ ସାବୁନ ଲଗାଅ, ତଥାପି ଆମ ଦୃଷ୍ଟିରେ ତୁମର ଅଧର୍ମ ଚିହ୍ନିତ ଚିହ୍ନିତ ନା? ହଁ, ତା ଦେଖା ଯାଉଛି, ଚିହ୍ନା ଯାଉଛି ଯେ ତୁମେ ସବୁ କିଛି ଲଗାଉଛ। କ'ଣ କ'ଣ? ସର୍ଫ ଆଉ ବହୁତ ସାବୁନ ଲଗାଉଛ, ନିମା ସାଣ୍ଡାଲ ଆଉ ସୁପ୍ରିୟା ଆଉ ଲାଇଫବୟ ଆହୁରି ବହୁତ ସାବୁନ ଅଛି। ସର୍ଫ ମଧ୍ୟ ସେପରି ବିଭିନ୍ନ ପ୍ରକାର ଅଛି। ଏଇ ସବୁଥିରେ ତୁମେ ସଫାସୁତୁରା ହଉଛ ଯେ ହେଲେ ବି ଆମ ଦୃଷ୍ଟିରେ ତୁମେ ଚିହ୍ନା ଯାଉଛି। କ'ଣ ଚିହ୍ନା ଯାଉଛି? ତୁମ ଶରୀର ବା ଈଶ୍ୱର ଉପରେ ସଫାସୁତୁରା ଦେଖାଯାଉଛି। ଭଲ ଡ୍ରେସ୍ ପିନ୍ଧିଛ, ଭଲ ଫ୍ୟାସନ ଭୋଗେଇଛ, ସେଟା ବାହ୍ୟକ ରୂପରେ ଭଲ, କିନ୍ତୁ ତୁମ ଆନ୍ତରିକତାରେ ଯୋଉ ଭାବନା ଚିନ୍ତାରେ ଯୋଉ ପ୍ରକାର ବିଷୟ ରହିଛି ସେଟା କ'ଣ? ଅଧର୍ମ ନାଇଁ? ସେଇ ସବୁ ଚିହ୍ନା ଯାଉଛି, ସେଟା ତୁମଠାରୁ ଯାଇନି। ପ୍ରିୟର ଭାଇ ଏବଂ ଭଉଣୀମାନେ, ଆମମାନେ ଯେତେ ବି ସଦା ସର୍ଫ ସାବୁନ ବ୍ୟବହାର କଲେ ମଧ୍ୟ ଆମମାନଙ୍କର ହୃଦୟର ମଳିନ ସେଇ କଳଙ୍କ ବା ସେଇ ମଇଳା ଜିନିଷ ଦୂର ହୁଏ। ସେଟା କୋଉଥିରେ ଦୂର? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ରକ୍ତ ଦୌତ ହୋଇକି ତାହା ସଫା। ଯେଉଁମାନେ ଆପଣା ମନ ହୃଦୟ ଶୁଚି ପବିତ୍ର କରିବାକୁ ଇଚ୍ଛା କରନ୍ତି, ସେମାନେ ନିଜର ପାପ ସ୍ୱୀକାର କରିବା ଦ୍ୱାରା ପବିତ୍ର କରନ୍ତି ପରମେଶ୍ୱର। ପ୍ରିୟର ଭାଇ ଭଉଣୀ ମାନେ, ସେହିପରି ଆମର ପରମେଶ୍ୱର ଆମମାନଙ୍କୁ ବୁଝାନ୍ତି ଯେ ପବିତ୍ର ହୁଅ, ଏହା ହିଁ ଈଶ୍ୱରଙ୍କର ଅର୍ଥାତ୍ ତୁମେ ମାନେ
ଯେପରି ବ୍ୟଭିଚାର ଠାରୁ କଳହୁ ପୃଥକ ରୁହ। ବ୍ୟଭିଚାର ଏଇଟା ଗୋଟେ ସଦାପ୍ରଭୁଙ୍କ ଦୃଷ୍ଟିରେ ବହୁତ ବଡ଼ ପାପ ହେଲା। ଆଜିକାଲି ଏଇଟା କିଛି ପାପ ବୋଲି ଧରାଯାଉ, କିନ୍ତୁ ସଦାପ୍ରଭୁ ଦୃଷ୍ଟିରେ ଏହା ଗୋଟେ ବହୁତ ଭୟଙ୍କର ଓ ମାରାତ୍ମକ ପାପ। ଏଇ ବିଷୟଠାରୁ ଏଇ କାର୍ଯ୍ୟଠାରୁ ପୃଥକ ରୁହ କହିଲେ ଅଲଗା ହେଇପାରିବ। ଆଜି ଆମେ ଦେଖୁଛୁ ସମାଜରେ ସ୍ତ୍ରୀ ଚାହୁଥାଉ, ସ୍ୱାମୀ ଚାହୁଥାଉ, ଆଉ ବିବାହ ପୂର୍ବରେ ଯୁବକ ଯୁବତୀ ମାନେ ଶାରୀରିକ ସମ୍ବନ୍ଧ, ସେଟା ପରମେଶ୍ୱରଙ୍କ ଦୃଷ୍ଟିରେ ବ୍ୟଭିଚାର କୁହାଯାଏ। ସେଇ ସବୁରୁ ତୁମେ ପୃଥକ ରୁହ, ପବିତ୍ରତା ନିଜକୁ ରଖ। କଣ କର? ପବିତ୍ରତା ରଖ ନିଜକୁ। ଲାଭ ମନ, ହୃଦୟ, ଆତ୍ମା, ଶରୀର ପବିତ୍ର ରହିବା ଦରକାର ହେଲା। ଶରୀର ଯଦି ଗଲତି କାମ କରିବ, ଆତ୍ମା ତାର ସଜା ଭୋଗିବ। ଆତ୍ମା ସିଏ ଋଣୀ ହେବ, ଆଉ ସିଏ ସଜା ବା ସିଏ ଦଣ୍ଡ ଭୋଗିବ। କିଏ? ଆତ୍ମା। ସେଥିପାଇଁ ଆମେ ମାନେ ଆମର ସମ୍ପୂର୍ଣ୍ଣ ମନ, ହୃଦୟ ସହିତ ଆଉ ଆମର ଶରୀର, ଆତ୍ମା ପୁରା ଶୁଚି ପବିତ୍ର ରହିବା ଦରକାର। ଗୋଟେ ପବିତ୍ର ରଖିଲେ ହେବ ନାହିଁ, କିନ୍ତୁ ସବୁ ବିଷୟ। ତେଣୁକରି ଏଇ ବିଷୟଟାର ଆମମାନଙ୍କୁ ଅଲଗା ରହିବା ପାଇଁ ସେ ଆମମାନଙ୍କୁ କୁହନ୍ତି। ସାତ ପଦ ପଢ଼ନ୍ତୁ। କାରଣ ଈଶ୍ୱର ଆମମାନଙ୍କୁ ଅସୁସ୍ଥତାରେ ଜୀବନଯାତ୍ରା କରିବା ନିମନ୍ତେ ଆହ୍ୱାନ ନ କରି ପବିତ୍ର ହେବା ନିମନ୍ତେ ଆହ୍ୱାନ କରାଇଛନ୍ତି। ପରମେଶ୍ୱର ଆମମାନଙ୍କୁ କଣ ପାଇଁ ଆହ୍ୱାନ କରାଇଛନ୍ତି? କାରଣ ଈଶ୍ୱର ଆମମାନଙ୍କୁ ଅସୁଚିତାରେ ଜୀବନ ଯାପନ କରିବା ନିମନ୍ତେ ଆହ୍ୱାନ ନ କରି ପବିତ୍ର ହେବା ନିମନ୍ତେ ଆହ୍ୱାନ କରିଅଛି। ଆମମାନଙ୍କୁ କଣ ପାଇଁ ପରମେଶ୍ୱର ଆହ୍ୱାନ କରିଛନ୍ତି? ଡାକିଅଛନ୍ତି। ତାକୁ ମଣ୍ଡଳୀରେ ଆମମାନଙ୍କୁ ସଂଯୁକ୍ତ କରିଅଛନ୍ତି। ମଣ୍ଡଳୀ ମଧ୍ୟରେ ଆମମାନଙ୍କୁ ସଂଯୁକ୍ତ କରିଅଛନ୍ତି। କଣ? ଅସୁଚିତାରେ ଜୀବନ ଯାପନ ନ କରିବାକୁ। ଅସୁଚିତା ମନୁଷ୍ୟ କେମିତି ଅସୁଚି? ଅସୁଚି ମାନେ ବିଷୟ କଣ ଭାଷାରେ? ବିଷୟ ଅସୁଚିତା, ସୂଚି ଅସୁଚି। ମୁଁ ଯେମିତି ଆରମ୍ଭରେ କହୁଥିଲି ଆପଣ, ତ ଏହିପରି ଜୀବନ ଯାପନ କରିବା ପାଇଁ ପରମେଶ୍ୱର ଆମମାନଙ୍କୁ ଆହ୍ୱାନ କରିନାହାନ୍ତି। ଆମମାନଙ୍କୁ ଆହ୍ୱାନ କରିଛନ୍ତି କୋଉଥିପାଇଁ? ପବିତ୍ର ହେବା ନିମନ୍ତେ ଆହ୍ୱାନ କରି, ପବିତ୍ର ହେବା ନିମନ୍ତେ। ଆମେ ଅପବିତ୍ରତାରେ ରହିଥିଲୁ, ଅଧର୍ମରେ ରହିଥିଲୁ। ଅଧର୍ମ କହିଲେ କଣ ବୁଝାଉ? ଖରାପ କାର୍ଯ୍ୟ କରିବା, ଆଉ ମନ୍ଦ ବିଷୟ କରିବା, ଅସାମାଜିକ କାର୍ଯ୍ୟ କରି, ପରମେଶ୍ୱରଙ୍କ ବିରୋଧରେ ପାପ କରି, ପାପ ବିଷୟ, ଅଧର୍ମ, ସେଇ ସବୁ ତ୍ୟାଗ କରି ଆଉ ଅସୁଚିତାରେ ଜୀବନ ଯାପନ କରିବା ନିମନ୍ତେ ଆହ୍ୱାନ କରିନାହାନ୍ତି। ଆମମାନଙ୍କୁ ନ କରି ପବିତ୍ର ହେବା ନିମନ୍ତେ ଆହ୍ୱାନ କରିଛୁ। এই ଆହ୍ୱାନକୁ କେତେ ଜଣ ଆମେ ଗ୍ରହଣ? ପରମେଶ୍ୱର ଆମକୁ କାହିଁକି ଡାକିଛନ୍ତି? ଖାଲି ସୁସ୍ଥତା ପାଇଁ? ଖାଲି ଅଭାବ ଘାଟି ପୁରା ହେବା ପାଇଁ କି?
आजिकल बहुत विश्वास माने जानी पारुना किंतु गोटे जिनिस जानते घर सुस्थता हो प्रभु सुस्थ दियंती कौन दियंती सुस्थता दियंती किंतु सेतिक रे सीमित रही यह भूल विश्वास कौन विश्वास सुस्थता पाई भी मरीबे कौन है मरीबा किंतु पवित्र होई रोग पिले मले भी आम स्वर्ग रे परमेश्वर राज्य रे पशि यह हूँ मोर मुख्य उद्देश्य जो मैंने सुस्थता प्रभु को विश्वास करते से माने यही विषय को जो मैंने नुआ नुआ से मैंने जना नथिबो किंतु वाक्य मानक धीरे धीरे ज्ञात कराती से विषय मानक जना तो गोटे विषय पर आम प्रभु विषय को विश्वास कर गोटे विषय पर विश्वास कर सेमती जदि गोटे विषय पर विश्वास कर आम देखा जदि सुस्थता ही विश्वास करते समय मासे 2 मास वर्ष 2 वर्ष देखा जब सुस्थ हेब ना छाड़बार संभावना संभावना रही तो प्रियर भाई भाई मैंने आम केवल सुस्थता प्रभु ग्रहण करवा यह नुहे प्रभु यीशु ख्रीष्ट सुस्थता दियंती यह बाइबल लिखित अच्छी प्रभु जीशु करुले है किंतु आम आह्वान करता आम को कहीं डाकी यह हूँ आम मैंने पवित्रता जीवन यापन करू शुचि असुचि ना किंतु पवित्र जीवन यापन करने प्रभु आम को आह्वान करमी असुचि से विषय बच्चे मसीह 15 अध्याय 11 पद मुखरे जहाँ प्रवेश करे ताहा जे मनुष्य को अशुचि करे एपरि नुहे किंतु मुखरे ताहा जे ताहाही मनुष्य को अशुचि करे प्रभुकर गौरव और महिमा हो जड़े व्यक्ति बा जड़े मनुष्य केमी अशुचि हुए पड़ी मुखरे जहाँ प्रवेश करे माने ताहा जे मनुष्य को अशुचि करे एपरि नुहे किंतु मुखरु जा फल हुए बाहर दुईटा विषय ऊपर प्रवेश कर मनुष्य अशुचि हुए ना मुखरु जहाँ बाहर अशुचि भीतर को जीवा विषय कौन आउ मुखरु बाहर से विषयटा कौन कौन हो बुझीपारे कहबार समझे दिए आसे बोलतिया पकाय बिकियो एंड आसे अलतिया इनाके बिकी जेटा मुखरे प्रवेश करे ना बाक्य देखिए आउतर पड़ी এইটা তো কইবার ছিল মুখরে যা প্রবেশ করে তাহা যে মনুষ্য কো অশুচি করে ଏହା କଣ ଆମେ ଯଦି ଉପର ଦେଖିବା ଯୀଶୁ ଗୋଟେ ଶିଷ୍ୟ ମାନେ ହାତ ନ ଧୋଇ ହେଇକି ଖାଉଥିଲେ ଆଉ ଯୁଦ୍ଧ ମାନଙ୍କର ପରମ୍ପରା ବା ରୀତିନୀତି ବା ନିୟମ ଗୁଡାକ ଥିଲା ତ ସେମାନେ ଭଲ ଭାବରେ हाथ धोईकी खाई आटा भल विषय किंतु आउ गोटे विषय यीशु कहती
ମୁଖରେ ଯାହା ପ୍ରବେଶ କରେ ତାହା ଯେ ମନୁଷ୍ୟକୁ ଅଶୁଚି କରେ ଏହା ଏପରି ନୁହେଁ। ଯୋଉଟା ଖାଉଛ ଏ ବିଷୟ এই ଜିନିଷ ମନୁଷ୍ୟକୁ ଅଶୁଚି କରେ ଏହା ନୁହେଁ, କିନ୍ତୁ କଣ ମୁହଁରୁ ଯୋଉ ଜିନିଷ ମୁଖରୁ ବାହାରେ ତାହା ହିଁ ମନୁଷ୍ୟକୁ କଣ କରିବ? ଅଶୁଚି କରିବ। ବାଇବଲ ମାନେ ସେଇ ବିଷୟ ମନୁଷ୍ୟକୁ ଅଶୁଚି କରେ। ସତର 15:17 ଯାହା କିଛି ମୁଖରେ ପ୍ରବେଶ କରେ ତାହା ଇହକୁ ଜାଣିଛେ, ବାହି ସ୍ଥାନରେ ଯେ ନିକ୍ଷିପ୍ତ ହୁଏ ଏହା କଣ ବୁଝୁନାହଁ? 18 ପଦ ପଢିଦିଅ। କିନ୍ତୁ ମୁଖରୁ ଯାହା ସବୁ ନିର୍ଗତ ହୁଏ ତାହା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ ଅଶୁଚି କରେ। ମନୁଷ୍ୟ କୋଉଟାରେ ଅଶୁଚି ହେଉଛି? ଖାଇବା ଦ୍ୱାରା ସେ ଉଦରକୁ ମାନେ ପେଟକୁ ଚାଲିଯିବ, ତାପରେ ଲାଟ୍ରିନ୍ରେ ପଳାଇଯିବ ସେଇଠି ହେଲା। କିନ୍ତୁ 18 ପଦରେ ଲେଖାଯାଏ କିନ୍ତୁ ମୁଖରୁ ଯାହା ସବୁ ନିର୍ଗତ ହୁଏ, କଣ ସବୁ? ଯାହା ସବୁ ନିର୍ଗତ ହୁଏ ତା ହୃଦୟରୁ ବାହାରେ। ମୁଖରେ ନିର୍ଗତ ତା ହୃଦୟରୁ ବାହାରେ, ଆଉ ତା ହିଁ ମନୁଷ୍ୟକୁ ଅଶୁଚି କରେ। କଣ ବାହାରେ? 19 ପଦରେ ଆମେ ଦେଖିବା। କାରଣ ହୃଦୟରୁ ସୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ମିଥ୍ୟାସାକ୍ଷୀ ଓ ମିଥ୍ୟା ବାହାରେ। ହୃଦୟରୁ କଣ ବାହାରେ? କାରଣ ହୃଦୟରୁ କଣ? କୁଚିନ୍ତା, ଖରାପ ଚିନ୍ତା ହୃଦୟରୁ ବାହାରୁଛି। ଆଉ ନରହତ୍ୟା, କଣ? ନରହତ୍ୟା। ଆଉ ବ୍ୟଭିଚାର, ବେଶ୍ୟାଗମନ, ଆଉ ସୌର୍ଯ୍ୟ, ମିଥ୍ୟା ସାକ୍ଷ୍ୟ, ଆଉ ନିନ୍ଦା ବାହାର। 20 ପଦ। ଏହି ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ, କିନ୍ତୁ ଅଧୌତ ହସ୍ତରେ ଭୋଜନ କରିବା ମନୁଷ୍ୟକୁ ଅଶୁଚି କରେ ନାହିଁ। ଏ ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ। କଣ କଣ ଆମେ ଦେଖିଲୁ? କୁଚିନ୍ତା, ନାଇଁ, ଖରାପ ଚିନ୍ତା, ଆଉ ନରହତ୍ୟା, ସେପରି ବ୍ୟଭିଚାର, ସେପରି ବିଷୟ ଯୋଉଟା ହୃଦୟ ଭିତରେ ରହିଥାଏ, ଆଉ ସେଟା ମୁଖ ଦ୍ୱାରା ନିର୍ଗତ ହୁଏ, ଆଉ ସେ ବିଷୟ ହିଁ ମନୁଷ୍ୟକୁ ଅଶୁଚି କରେ। କଣ କରେ? ଅଶୁଚି କରେ ଏଇ ସବୁ ବିଷୟ ହେଲା। କିନ୍ତୁ 18 ପଦରେ ଲେଖାଯାଏ এই ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ। এই ବିଷୟ ହିଁ ମନୁଷ୍ୟକୁ ଅଶୁଚି କରେ। ତେଣୁକରି ଆମମାନଙ୍କର ହୃଦୟରେ ଯୋଉ ଭାବନା ଚିନ୍ତା ରହୁଛି, କଳ୍ପନା ଜଳ୍ପନା ରହୁଛି, ଆଉ ସେଟା ମୁଖରେ ବାହାରେ ଆଉ ନିର୍ଗତ ହୁଏ। ଲଢ଼େଇ ଝଗଡ଼ା, ପୁରୁଷ, ମିଥ୍ୟା ସାକ୍ଷ୍ୟ, हरेक प्रकार बुराई विषय द्वारा सेटा उच्चारण करने द्वारा से गुड़ाक आम भावा द्वारा कहवा द्वारा कौन हो अशुचि हो जाऊ हाथ न धोईकी कहले मनुष्य अशुचि हुए ना बोली प्रभु यीशु कहते केवल आमे खाइबा पूर्व आमे भल भाव
ହାତକୁ ସଫା କରୁ। ଆଉ କିନ୍ତୁ ଏମିତି ନ ଧୋଇ କରିକି ଖାଇଲେ ମନୁଷ୍ୟ ଅଶୁଚି ହୁଏ ନାହିଁ, କିନ୍ତୁ ତାହା ଆମେ ମଇଳା ଜଳା ହେଇଥାଉ, ତେଣୁକରି ଆମେ ହାତକୁ ଧୋଇଥାଉ। କିନ୍ତୁ ସେମିତି କରି ଖାଇଲେ ବି ସେ ଅଶୁଚି ହେବ ନାହିଁ। ହୁଏତ ଆମେ ଯାହା କିଛି ଧରିକି ଖାଇବା ତା ଦ୍ୱାରା ଆମ ଶରୀର ବା ଆମ ଉପରେ ସେ ରୋଗ ଏସବୁ ହୋଇପାରେ, କିନ୍ତୁ ଅଶୁଚି କରିପାରିବ ନାହିଁ। ଆମର ଅଶୁଚି କରିବ ନାହିଁ, କିନ୍ତୁ ସେଇ କେତେ ଗୁଡ଼ାଏ ବିଷୟ ଆମମାନଙ୍କୁ ଅଶୁଚି କରିଥାଏ। ପ୍ରିୟ ଭାଇ ଭଉଣୀ ମାନେ, ସେଇ ବିଷୟକୁ ଆମେ ଜ୍ଞାନ ଦେବା। ପବିତ୍ର ହେବା ପାଇଁ ପରମେଶ୍ୱର ଆମମାନଙ୍କୁ ଆହ୍ୱାନ କରୁଅଛନ୍ତି। ଯାକୋବ ପତ୍ରରେ ଲେଖାଯାଏ 2 ଅଧ୍ୟାୟ ତାର 3 ଅଧ୍ୟାୟ ତାର 17 ପଦ, 3:17। କିନ୍ତୁ ଉର୍ଦ୍ଧ୍ୱରୁ ଆଗତ ଜ୍ଞାନ ପ୍ରଥମରେ ପବିତ୍ର। କିନ୍ତୁ ଉର୍ଦ୍ଧ୍ୱରୁ ଆଗତ ଜ୍ଞାନ ପ୍ରଥମରେ କଣ? ପବିତ୍ର। ଉର୍ଦ୍ଧ୍ୱରୁ ଆଗତ କହିଲେ ଯୋଉଟା ପରମେଶ୍ୱରଙ୍କ ଆସୁଥିବା ଜ୍ଞାନ। 2-3 ଦିନ ତଳେ ଆପଣମାନଙ୍କୁ ଜ୍ଞାନ ବିଷୟରେ କହୁଥିଲେ ନାଇଁ? ଉର୍ଦ୍ଧ୍ୱରୁ ଆଗତ ଜ୍ଞାନ। ଆଉ ଏଇ ସଂସାର ବା ଜାଗତିକ ଜ୍ଞାନ ନୁହଁ। ଉର୍ଦ୍ଧ୍ୱ ପରମେଶ୍ୱରଙ୍କ ଠାରୁ ଯେଉଁ ଜ୍ଞାନ ଆସିଥାଏ, ତାଙ୍କର ଶିକ୍ଷା ପ୍ରଥମରେ କଣ ଆମମାନଙ୍କୁ ଶିଖାଉଛି? ସେଇଟା ପବିତ୍ରତା। ପବିତ୍ରତା ରହିବା ପାଇଁ, ଭଲ କଥାବାର୍ତ୍ତା କରିବା ପାଇଁ ଆମମାନଙ୍କୁ ପ୍ରଥମ ଶିକ୍ଷା ଦେଉଛି। ନିଜକୁ ପବିତ୍ରତା ହେବା ପାଇଁ ଆମମାନଙ୍କୁ କଣ କରୁଛି? ଶିକ୍ଷା ଦେଉଛି। କଣ ଛବି ଆଙ୍କିବାର ସମୟ ଅଛି? କର୍ଣ୍ଣ ଧରିକି ଶୁଣନ୍ତୁ। ପ୍ରଭୁଙ୍କ ବାକ୍ୟ ଶୁଣନ୍ତୁ, ନହେଲେ ଅନ୍ୟମନସ୍କ ହେବେ, ତାହେଲେ ଆତ୍ମିକତାରେ କେବେ ହେଲେ ବଢିପାରିବେ ନାହିଁ। ସୂଚି ପବିତ୍ର ବିଷୟ ଚାଲିଛି ବର୍ତ୍ତମାନ, ଅପବିତ୍ରତାରେ ପରିପୂର୍ଣ୍ଣ ଏଇ ଜଗତ। ତ ମୁଖ୍ୟ ବିଷୟ ଯଦି ଆପଣମାନେ ଗୁରୁତ୍ୱ ଭାବରେ ନେବେ ନାହିଁ, ବହୁତ ଅସୁବିଧାର ସମ୍ମୁଖୀନ ହେବେ। ପବିତ୍ରତା ହେଇପାରିବ ନାହିଁ ନିଜକୁ। ଏଇଟା ଏମିତି ସାଧାରଣ କଥା ନୁହେଁ, ସାଧାରଣ ବିଷୟ ନୁହେଁ। ଆମକୁ ପବିତ୍ରତା ହେବା ବିଷୟ କୁହାଯାଉଛି, ସୂଚି ବିଷୟ। ଆମେ କୋଉ ବିଷୟ ଦ୍ୱାରା ଅଶୁଚି ହେଉଛୁ, ଅପବିତ୍ରତା ହଉଛି, ଧ୍ୟାନ ପୂର୍ବକ ଯଦି ନ ଶୁଣିବା ସେ ବିଷୟରେ କଣ ବୁଝିପାରିବା? ଯିଏ ଯୋଉଠି ପାଠ ପଢା ଯାଏ, ସ୍କୁଲ କଲେଜ ଯୋଉଠି ବି ହଉ, ଧ୍ୟାନ ପୂର୍ବକ ଯଦି ସିଏ ଶୁଣିବ ନାହିଁ, ସେ କଣ ପାଠ ମନେ ରଖିପାରିବ? ନା ପରୀକ୍ଷା ଆସିଲେ ସେ ଲେଖିପାରିବ? ତାପରେ ପରୀକ୍ଷା 2 ଦିନ ଥିବ, ତାପରେ ସେ ଦିନ ରାତି ପରିଶ୍ରମ କରିବି ଲାଭ ହେବ, ସେ ବିଫଳ ହେବ। ତ ଧ୍ୟାନ ଦେଇକି ଆମେ ଶୁଣିବା, ହେଲେ ଆମମାନେ ନିଜ ଜୀବନରେ ପରମେଶ୍ୱରଙ୍କ ବାକ୍ୟ ହୃଦୟରେ ରଖିପାରେ। ସମସ୍ତଙ୍କୁ ବିଶେଷ ଅନୁରୋଧ, ପରମେଶ୍ୱରଙ୍କ ବାକ୍ୟ ଶୁଣିବା ସମୟରେ ଅନ୍ୟମନସ୍କ ହୁଅନ୍ତୁ ନାହିଁ, ନହେଲେ ଏଇ ପରମେଶ୍ୱରଙ୍କ ବାକ୍ୟ ଦିନ ସମୟ ଆସିବ, ଦୁର୍ଭିକ୍ଷ ପଡିବ, ଆଉ ଦୁର୍ଭିକ୍ଷ ଆରମ୍ଭ ହେଲାଣି। ଏହା ଭାବନ୍ତୁ, ମନେ ରଖନ୍ତୁ। ଉର୍ଦ୍ଧ୍ୱରୁ କଣ ଆସୁଛି? ପ୍ରଥମରେ ପବିତ୍ର, ଦ୍ୱିତୀୟରେ ଶାନ୍ତି ପ୍ରିୟ, ଆଉ ତୃତୀୟରେ ହୃଦୟ, ଆଉ କେତେ ଗୁଡାଏ ବିଷୟ ଦିଆଯାଏ। ଏଇ ସବୁ ସ୍ୱର୍ଗରୁ ଆସେ, ଭଲ ବିଷୟ। ଏଇ ସବୁକୁ ଆମେ ଧରିବାର ଅଛି। ତେଣୁକରି ପ୍ରିୟର ଭାଇ ଭଉଣୀ, ପ୍ରଥମରେ ଆମମାନଙ୍କୁ ପବିତ୍ର ହେବା ପାଇଁ ପରମେଶ୍ୱର ଆମମାନଙ୍କୁ ଶିଖାନ୍ତି।
ମନ୍ଦ ଅଭ୍ୟାସ ଛାଡ଼ିବା ପାଇଁ, ଖରାପ କାର୍ଯ୍ୟ ଛାଡ଼ିବା ପାଇଁ, ନିଜକୁ ପବିତ୍ର ହେବା ପାଇଁ, ନିଜର ପାପକୁ ଛାଡ଼ିବା ପାଇଁ ଶିକ୍ଷା ଦିଅନ୍ତି। ମନ ପରିବର୍ତ୍ତନ କରିବା ପାଇଁ କୁହନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ପ୍ରଥମ ପ୍ରଚାର ଆରମ୍ଭ କଲେ, କଣ ପରିବର୍ତ୍ତନ କର କଲେ? ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଅର୍ଥ ତୁମର ମନ ହୃଦୟ ପରିବର୍ତ୍ତନ ବଦଳା, ପାପ କର୍ମକୁ ଛାଡ଼, ମନ୍ଦ ବିଷୟକୁ ଛାଡ଼, ଫିଲ୍ମ ଦୁନିଆକୁ ଛାଡ଼, ମୌଜ ମଜଲିସକୁ ଛାଡ଼, ହାଣ୍ଡିଆ ମଦ ଛାଡ଼, ଆଉ ଲଢ଼େଇ ଝଗଡ଼ା ଛାଡ଼, ବ୍ୟଭିଚାର ଛାଡ଼, ଆଉ ଚୋରି ଡକାୟତ, ଆଉ ମିଥ୍ୟା ସାକ୍ଷୀ, ହରେକ ପ୍ରକାର ଖରାପ ବିଷୟକୁ ତୁମେ କଣ କର? ତ୍ୟାଗ କର, ଛାଡ଼। ମନ ପରିବର୍ତ୍ତନ ଅର୍ଥ। ଆଉ ପ୍ରଭୁ ଆମମାନଙ୍କୁ ପ୍ରଥମରେ ହିଁ ପବିତ୍ରତା ବିଷୟ କୁହନ୍ତି। କଣ କୁହନ୍ତି? ପବିତ୍ରତା ହେବା, ଶୁଚି ହେବା ପାଇଁ, ସେଟା ଉର୍ଦ୍ଧ୍ୱରୁ ଆସିବା ଜ୍ଞାନ। ପ୍ରିୟର ଭାଇ ଭଉଣୀମାନେ, ଆମେ ସେଇ ପରମେଶ୍ୱରଙ୍କ ବାକ୍ୟକୁ ଆମେ ଭଲ ଭାବରେ ବୁଝିବା ପାଇଁ ଚେଷ୍ଟା କରିବା। ତେଣୁକରି ପରମେଶ୍ୱର ପବିତ୍ର ଅଟନ୍ତି, ତେଣୁକରି ଆମମାନେ ସମସ୍ତେ ପବିତ୍ର ରହିବା ପାଇଁ ଶିଖିବା। ଆଉ ପ୍ରଭୁ ଆମମାନଙ୍କୁ ପ୍ରତିଦିନ ଶିଖାଉଅଛନ୍ତି। ସେଇ ପରମେଶ୍ୱର ଆମମାନଙ୍କର ପବିତ୍ରତା ଜୀବନ ଯାପନ କରିବା ପାଇଁ ଇଚ୍ଛା କରନ୍ତି ଆଉ ତାହା ଚାହାନ୍ତି। ତେଣୁକରି ପ୍ରିୟର ଭାଇ ଭଉଣୀମାନେ, ଆମମାନେ ସମସ୍ତେ ପବିତ୍ରତା ଭାବରେ ରହିବା ପାଇଁ ପରମେଶ୍ୱର ଆମମାନଙ୍କୁ ଆହ୍ୱାନ କରିଅଛନ୍ତି। ଆହୁରି ଅନେକ ବାକ୍ୟ ଅଛି, ଆପଣମାନେ ସେ ତାର କଣ୍ଟେକ୍ସଟ ଦିଆଯାଇଛି, ରେଫରେନ୍ସ ସେଗୁଡାକରେ ଆପଣମାନେ ନିଜେ ନିଜେ ଏ ବିଷୟରେ ଅଧ୍ୟୟନ କରିପାରିବେ। ସମୟର ଅଭାବ କାରଣରୁ ମୁଁ ସବୁ ରେଫରେନ୍ସ ଆପଣମାନଙ୍କୁ କହିପାରୁନାହିଁ। ଆପଣମାନେ ନିଜେ ନିଜେ ସେ ସବୁ ପଢିକି ନିଜ ଜୀବନକୁ ପବିତ୍ରତା ରଖନ୍ତୁ, ନିଜ ମନ ହୃଦୟକୁ ଶୁଚି ପବିତ୍ର ରଖନ୍ତୁ। ତାହେଲେ ହିଁ ପରମେଶ୍ୱର ଆମମାନଙ୍କୁ ଗ୍ରହଣ କରିବେ। ପବିତ୍ରତା ବିନା ଆମେ ପରମେଶ୍ୱରଙ୍କ କାର୍ଯ୍ୟରେ ବା ପରମେଶ୍ୱରଙ୍କୁ ଦର୍ଶନ କରିପାରିବା। ତେଣୁକରି ସବୁ ବିଷୟ ଚାହୁଁଛନ୍ତି ବିଶ୍ୱାସୀ ଲୋକ, କିନ୍ତୁ ପବିତ୍ରତା ହେବା ପାଇଁ ଚାହୁଁନାହାନ୍ତି, ପାପ ଛାଡ଼ିବା ପାଇଁ ଚାହୁଁନାହାନ୍ତି, ମନ୍ଦ ଅଭ୍ୟାସ ଛାଡ଼ିବା ପାଇଁ ଚାହୁଁନାହାନ୍ତି। ସବୁ ବିଷୟ ପାଇବା ପାଇଁ ଇଚ୍ଛୁକ, ଜାଗତିକ ସାଂସାରିକ ବିଷୟ, କିନ୍ତୁ ପବିତ୍ରତା କଥା ଆସିଲେ ହାତଟା ଏଇଟା କିଏ କରିପାରିବ? କିନ୍ତୁ ପ୍ରଭୁ ମାନଙ୍କୁ କୁହନ୍ତି ତୁମେ ପବିତ୍ରତା ହୁଅ। ଆଉ ସେଥିପାଇଁ ମୁଁ ତୁମମାନଙ୍କୁ ଆହ୍ୱାନ କରିବି, କାରଣ ପରମେଶ୍ୱର ପବିତ୍ର ଅଟ। ତେଣୁକରି ପବିତ୍ର ହେବା ପାଇଁ ଆମେ ଘର ପର୍ଯ୍ୟନ୍ତ ଚେଷ୍ଟା କରିବା, ପ୍ରାଣପଣ ଚେଷ୍ଟା କରିବା। ପବିତ୍ରତା ବିନା ଆମମାନେ ଯେତେ ବର୍ଷ ବିଶ୍ୱାସ କଲେ ବି, ମୁଁ ଯେମିତି ଆରମ୍ଭରେ କହୁଥିଲି, ଯେତେ ବଡ ରୋଗ ଆମମାନଙ୍କ ସୁସ୍ଥତା ହେଇଥିଲେ ବି ସେଟା କାମ ଦେବ ନା। ସ୍ୱର୍ଗ ରାଜ୍ୟ ଯିବାର ସେଟା କାମ ଦେବ। ଯାଇକରି କହିବା, ପ୍ରଭୁ ଯୀଶୁ ତୋ ନାମରେ ମୋର ଏତେ ବଡ କ୍ୟାନ୍ସର ଥିଲା, ମୁଁ ସୁସ୍ଥ ହେଇଛି। ଆରେ ତୁମର ଚମତ୍କାର, ତ ମୁଁ ସୁସ୍ଥତା ହେଇଯାଇଛି। ଠିକ ଯେ ମୋ ନାମରେ ସୁସ୍ଥତା ଅଛି, ଚେଙ୍ଗାଇ ଅଛି, ଆଉ ସେଠି ତୁମେ ସୁସ୍ଥତା ପାଇଅଛି, ସେଟା ଭଲ କଥା। କିନ୍ତୁ ମୋ ପାଇଁ ମୁଁ ଯେମିତି ବ୍ୟକ୍ତି ଅଟେ, ସେମିତି ତୋର ବ୍ୟକ୍ତିତ୍ୱ ବା ତୋର ଜୀବନରେ କୋଉ ବିଷୟ କରିଅଛି? ପବିତ୍ର ମୋର ଆଜ୍ଞାକାରୀ ହେଇ ଜୀବନ ଯାପନ କଲ। ଆତ୍ମା ପାଇଁ କଣ, ତ ଶରୀର ପାଇଁ କଣ ଭଲ ବିଷୟ କରିଛି?
ନାଇଁ ତୋ ନାମରେ ମୁଁ ସୁସ୍ଥତା ପାଇଛି ବୋଲି ଆଉ ମୁଁ ସ୍ୱର୍ଗରେ ପଶିପାରିବି ବୋଲି କହିଲେ ହେବ? ନାଇଁ, ପବିତ୍ରତା ଦ୍ୱାରା। ତେଣୁକରି ଆମମାନେ ସେଇ ବିଷୟକୁ ଜ୍ଞାନରେ ରଖିବା। ହେଲା ପରମେଶ୍ୱର ଆମମାନଙ୍କୁ ଅଭାବ, ଅସୁବିଧା, ଦୁଃଖ, ସଙ୍କଟ ମଧ୍ୟରେ ଆମମାନଙ୍କୁ ସଙ୍ଗରେ ପାଆନ୍ତି ଆଉ ଆମମାନଙ୍କୁ ସେସବୁରୁ ମଧ୍ୟ ସେ ମୁକ୍ତ କରନ୍ତି, ଉଦ୍ଧାର କରନ୍ତି। କିନ୍ତୁ ମୁଖ୍ୟ ବିଷୟ ଆମମାନେ ପବିତ୍ରତା ରହିବା। ଆଉ ପ୍ରଭୁ ଯୀଶୁ ଯେତେ ଜଣଙ୍କୁ ବି ସୁସ୍ଥତା ଦେଲେ ଆଉ ସେମାନେ ତାଙ୍କର ବିଶ୍ୱାସ ଅନୁସାରେ ସୁସ୍ଥତା ପାଇଲେ ଆଉ ସେ ଦିନଠୁ ସେମାନେ ପ୍ରଭୁ ଯୀଶୁଙ୍କୁ ଅନୁସରଣ କଲେ ଆଉ ପବିତ୍ର ଜୀବନ ଯାପନ କଲେ। ଆଉ ପ୍ରଭୁ ଯୀଶୁ ଚେତନା ଦେଲେ ଗୋଟେ ଯେମିତି ରୋଗରେ ପୀଡ଼ିତ ହୋଇଛି ସେ ସୁସ୍ଥ ପାଇଛି ଆଉ ଏବେ ତୁମେ ସୁସ୍ଥ ହୋଇଯାଇଛ ଆଉ ତୁମେ ପାପ କର ନାହିଁ, ଯଦି କରିବ ତାହେଲେ ଏଇଟାରୁ ଭୟଙ୍କର ଅବସ୍ଥା କଣ ହେବ? ଭୟଙ୍କର ଅବସ୍ଥା। ପ୍ରିୟର ଭାଇ ଭଉଣୀ ମାନେ ଆପଣମାନେ ଯଦି এই ବାକ୍ୟ ଶୁଣିକି ସୁଧୁରିବେ ନାହିଁ ତାହେଲେ ଭୟଙ୍କର ଅବସ୍ଥା ରହିବେ। ତ ଠିକ ଅଛି, ପ୍ରଭୁ ଏ ବାକ୍ୟ ଦ୍ୱାରା